ଆପଣ ଜାଣନ୍ତି ଯେ ଆମର ଯେତେବେଳେ ଦୁଃଖ ଆସେ ବା ଆମେ ଯେତେବେଳେ ହନୁମାନ ମନ୍ଦିର ଖାସ କରିକି ଯାଆନ୍ତି କୌଣସି ବି କାମ ପାଇଁ ଆମେ ହନୁମାନ ଚାଳିଶା ପାଠ କରନ୍ତି ବସିକି ହନୁମାନଙ୍କ ପାଖରେ। କିନ୍ତୁ ଆପଣ ଜାଣନ୍ତି କି ବଜରଙ୍ଗ ବାଣ ଅଛି ଯେ ହନୁମାନ ଚାଳିଶାର ବହି ଗୁଡ଼ାକରେ ମିଳିଯିବ ବଜରଙ୍ଗ ବାଣ। ଏ ବଜରଙ୍ଗ ବାଣର ପାଠ ଯଦି କରିବେ ତାହେଲେ ଆହୁରି ବଢ଼ିଆ ହେବ। ହନୁମାନ ଚାଳିଶା ପାଠ କରନ୍ତୁ ନ କରନ୍ତୁ କିନ୍ତୁ ବଜରଙ୍ଗ ବାଣର ପାଠ କରନ୍ତୁ। ବଜରଙ୍ଗ ବାଣକୁ ବସିକି ହନୁମାନଙ୍କ ପାଖରେ ପାଠ କରନ୍ତୁ, ଦେଖିବେ ହନୁମାନ ଆପଣଙ୍କ ଡାକ ଶୀଘ୍ର ଶୁଣିବେ। ବଜରଙ୍ଗ ବାଣ ଆପଣ ପାଇଯିବେ ବା ଆପଣ ନେଟ୍ରେ ସର୍ଚ୍ଚ କଲେ ବି ପାଇଯିବେ, ୟୁଟ୍ୟୁବ୍ରେ ବି ଆପଣ ପାଇଯିବେ, ଗୁଗଲ୍ରେ ସର୍ଚ୍ଚ କଲେ ବି ପାଇଯିବେ। ତାକୁ ଥରେ ଥରେ ଆଗେ ପଢ଼ି ଦିଅନ୍ତୁ, ପ୍ରାକ୍ଟିସ୍ ହେଇଯିବ, ପଢ଼ିବାର ସୁବିଧା ହେବ। ଆଉ ପଢ଼ନ୍ତୁ, ଘରେ ବି ଆପଣମାନେ ବଜରଙ୍ଗ ବାଣର ପାଠ କରିପାରିବେ। ଏମିତି ନୁହେଁ କି ଖାଲି ଆସିକି ମନ୍ଦିରରେ କରିବେ, ଘରେ ବି କରିପାରିବେ। ହନୁମାନ ଚାଳିଶାର ପାଠ ଯେମିତି ଆମେ ଘରେ କରନ୍ତି ସେମିତି ବଜରଙ୍ଗ ବାଣର ପାଠ ବି ଆମେ କରିପାରିବା। କିବା ସ୍ତ୍ରୀ କିବା ପୁରୁଷ ସମସ୍ତେ କରିପାରିବେ, କିଛି ଅସୁବିଧା ନାହିଁ। ଖାଲି ଆପଣଙ୍କର ଜପ କରିବା ସମୟରେ ଆପଣଙ୍କର ବସ୍ତ୍ରଟି ଟିକେ ଠିକ୍ ଥିବା ଦରକାର, କିନ୍ତୁ ସେଥିରେ ଝାଡ଼ା ପରିସ୍ରା ଯାଇନଥିବେ, ଆମିଷ ଭକ୍ଷଣ କରିନଥିବେ। କରନ୍ତୁ, ନିଶ୍ଚିନ୍ତ ଭାବରେ ଜୀବନରେ ଆପଣଙ୍କୁ ସଫଳତା ମିଳିବ ହନୁମାନଙ୍କ କୃପାରୁ। ଭିଡ଼ିଓ ଭଲ ଲାଗିଲେ ସେୟାର କରିକି ସମସ୍ତଙ୍କୁ ଜଣାଇବେ, ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବେ। ରହିଲି, ଜୟ ଜଗନ୍ନାଥ, ଜୟ ଶିବ।